ବ୍ୟାଗ୍ ପତ୍ର ସବୁ ଭଙ୍ଗା ହେଇକି ସବୁ ଜିନିଷପତ୍ର ସବୁ ନେଇଯାଇଛନ୍ତି। ଘରେ ସବୁ ଛିନଛତ୍ର କରିକି ପଳେଇ ଯାଇଛନ୍ତି। ଏପଟେ ଦେଖୁଥିଲେ ଯାତ୍ରା, ସେପଟେ ଘରେ ପଶି ଲୁଟ୍ କରୁଥିଲେ ଦୁର୍ବୃତ୍ତ। 4ଟି ଘରୁ ସିରି ଚୋରି ହୋଇଯାଇଥିଲା ବେଳେ ସିସିଟିଭିରେ କଏଦ ହୋଇଛି ଦୃଶ୍ୟ। ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ପୌରପାଳିକା ତୁଣ୍ଡପଡ଼ା ଗ୍ରାମରେ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା 18 ନମ୍ବର ୱାର୍ଡ ତୁଣ୍ଡପଡ଼ା ଗ୍ରାମର 4ଟି ଘରୁ ସିରି ଚୋରି ହୋଇଥିବାର ଅଭିଯୋଗ ହୋଇଛି। ତୁଣ୍ଡପଡ଼ା ଗ୍ରାମର ସଞ୍ଜୟ ନାୟକ, ମାର୍କଣ୍ଡ ନାୟକ, ଧୀରେନ ଦାସ ଓ ମନ୍ମଥ ନାୟକଙ୍କ ପରିବାର ଲୋକେ ଯାତ୍ରା ଦେଖିବାକୁ ଯାଇଥିଲେ। ଦୁର୍ବୃତ୍ତମାନେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଚୋରି କରି ନେଇଛନ୍ତି। ନା ସଞ୍ଜୟ କୁମାର ନାୟକ, ଘର ତୁଣ୍ଡପଡ଼ା, ସୋର ପୌରପାଳିକା। ଆଉ ଆମ ଘର ପାଖରେ ଯାତ୍ରା ପଡ଼ିଛି। ମୁଁ କାଲି ଆମେ ସବୁ ପରିବାର ସମସ୍ତେ ଯାଇଛୁ ଯାତ୍ରା ଦେଖିବା ପାଇଁ। ଘର ସବୁ ତାଲା ପକେଇ ଦେଇ ଯାଇଥିଲୁ। ଜଷ୍ଟ 1 ଘଣ୍ଟା ଭିତରେ ମୁଁ ଘରକୁ ଫେରି ଆସିଲି। ମୁଁ ଫେରି ଆସି ଦେଖିଲା ବେଳକୁ ଯେ ଆମ ଘର ସବୁ ତାଲା ଭଙ୍ଗା ହେଇଛି। ଘର ଭିତରୁ ପଶିଲା ବେଳକୁ ସବୁ ବାକ୍ସ, ବ୍ୟାଗ୍ ପତ୍ର ସବୁ ଭଙ୍ଗା ହେଇକି ସବୁ ଜିନିଷପତ୍ର ସବୁ ନେଇଯାଇଛନ୍ତି। ଘରେ ସବୁ ଛିନଛତ୍ର କରିକି ପଳେଇ ଯାଇଛନ୍ତି। କ'ଣ କ'ଣ ଚୋରି ହେଇଛି? ମୋ ବଡ଼ ଭାଇଙ୍କର ହେଉଛି ପାଖାପାଖି 4 ଭରି ସୁନା, 80,000 ଟଙ୍କା। ମୋ ସ୍ତ୍ରୀ ଗ୍ରୁପରୁ ଉଠେଇଥିଲେ 75,000 ଟଙ୍କା ଆଉ 2 ଭରି ପାଖାପାଖି ସୁନା। ଏତିକି ନେଇଯାଇଛନ୍ତି। ଆଉ ଯେଉଁ ସାହିରେ ଆଉ 2 ଘର ଚୋରି ହେଇଛି, ତାଙ୍କର ବି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଯାଇଛି। ଅନ୍ୟାନ୍ୟ ପଇସା ପତ୍ର ବି ଯାଇଛି। ଆଉ ଗୋଟେ ଭାଇଙ୍କର ଗ୍ରିଲ୍ ଭାଙ୍ଗିଛନ୍ତି, କବାଟ ଭାଙ୍ଗିବାକୁ ଉଦ୍ୟମ ପୁଲିସ କରିଥିଲେ। ଆସିଲେଣି? ହଁ, ପୁଲିସ କାଲି ଆସିଥିଲେ, ରାତିରେ ଆସିଥିଲେ, ଫଟୋ ଉଠେଇ ନେଇକି ଯାଇଛନ୍ତି। କହିଛନ୍ତି ଯେ କୌଣସି ଜିନିଷପତ୍ରରେ ହାତ ମାରିବେନି, ଆମର ଟିମ୍ ଆସିବେ, ଫଟୋ ଉଠାଯିବ, ଏହା କହିକି ଯାଇଛନ୍ତି। ଯାତ୍ରା ଦେଖି ଘରକୁ ଫେରିଲା ବେଳକୁ ତାଲା ଭଙ୍ଗା ଯାଇ ଘରର ସମସ୍ତ ଜିନିଷପତ୍ର ଛିନଛତ୍ର ହୋଇ ପଡ଼ିଥିବାର ଦେଖିବାକୁ ପାଇଥିଲେ। ରାତି ଅଧରେ କବାଟ ଭାଙ୍ଗି 10ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ନେଇଛନ୍ତି। ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଲୁଟ୍ ସମୟର ଦୃଶ୍ୟ କଏଦ ହୋଇଛି। ଅଭିଯୋଗ ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି।